ଆଜିର ପ୍ରସଙ୍ଗ ହଜାର ଶବ୍ଦର ସମାହାର ଗୋଟିଏ ଫଟୋ। ଆଲେଖ୍ୟ ଆଞ୍ଚଳିକ ସମ୍ବାଦ ବିଭାଗ। ଉପସ୍ଥାପନାରେ ମୁଁ ଜିତେନ୍ଦ୍ର କୁମାର ନାୟକ। ବିନା ଶବ୍ଦ ଏବଂ ବିନା ଭାଷାରେ କଥା କହୁଥିବା ଚିତ୍ରଟି ହେଉଛି ଫଟୋ। ପୁରୁଣା ସ୍ମୃତିକୁ ସାଇତି ରଖିବାର ଏହା ହେଉଛି ଏକ ପ୍ରକୃଷ୍ଟ ମାଧ୍ୟମ। ସମୟ ଆଗକୁ ବଢ଼ିଚାଲେ, କିନ୍ତୁ ଅତୀତର ସାଥୀ ହୋଇ ରହିଯାଏ ଫଟୋ। ଆଜିର ଡିଜିଟାଲ ଓ ସ୍ମାର୍ଟଫୋନ୍ ଯୁଗରେ ସମସ୍ତେ ଫଟୋଗ୍ରାଫର ହେଉଥିଲେ ମଧ୍ୟ ଚିତ୍ର ଉତ୍ତୋଳନ ବା ଫଟୋଗ୍ରାଫି ଏକ କଳା ଭାବେ ସମାଜରେ ମାନ୍ୟତା ପାଇଛି। ଏହା ହେଉଛି ଏଭଳି ଏକ କଳା ଯାହା ଆବେଗ, ଉତ୍କଣ୍ଠା, କୌତୂହଳ ଓ ସୃଜନଶୀଳତାର ମିଶ୍ରିତ ପ୍ରତିଫଳନ ହୋଇଥାଏ। ସମସ୍ତଙ୍କ ଜୀବନରେ ଫଟୋ ଏକ ସୁନ୍ଦର ମୁହୂର୍ତ୍ତ, ଆବେଗକୁ ସ୍ମରଣ କରାଇଥାଏ। ଚିତ୍ର ଉତ୍ତୋଳନ ବା ଫଟୋଗ୍ରାଫିରେ ରୁଚି ରଖୁଥିବା ତଥା ଏହାକୁ ବୃତ୍ତି ଭାବେ ଆପଣାଇଥିବା ବ୍ୟକ୍ତିବିଶେଷଙ୍କୁ ସମ୍ମାନ ଦେବା ଉଦ୍ଦେଶ୍ୟରେ ପ୍ରତିବର୍ଷ ଅଗଷ୍ଟ 19 ତାରିଖକୁ ବିଶ୍ୱ ଫଟୋଗ୍ରାଫି ଦିବସ ଭାବେ ପାଳନ କରାଯାଇଥାଏ। ଗୋଟିଏ ସଭ୍ୟତାର ଇତିହାସକୁ ପ୍ରକାଶ କରୁଥିବା ଫଟୋର ଇତିହାସ ମଧ୍ୟ ବହୁ ପ୍ରାଚୀନ। 1837 ମସିହାରେ ଲୁଇ ଡାଗୁଏରଙ୍କ ଦ୍ୱାରା ଫଟୋଗ୍ରାଫି ପ୍ରକ୍ରିୟାକୁ ବିକଶିତ କରାଯିବା ସହ ଏହାକୁ ସାର୍ବଜନୀନ କରାଯାଇଥିଲା। ଡାଗୁଏରା ଟାଇପ୍ ପ୍ରଣାଳୀକୁ ଉଦ୍ଭାବନ କରାଯିବା ସହ ଫଟୋଗ୍ରାଫିର ଯାତ୍ରା ଆରମ୍ଭ ହୋଇଥିଲା। 1939 ମସିହା ଜାନୁଆରୀ 9 ତାରିଖରେ ଫ୍ରାନ୍ସର ଜୋସେଫ୍ ନାଇସେସ୍ପୋର ଏବଂ ଲୁଇ ଡାଗୁଏରେ ମିଳିତ ଭାବେ ଏହି ଦିବସକୁ ଆରମ୍ଭ କରିଥିଲେ। ଫ୍ରାନ୍ସ ସରକାର ଏହି ଉଦ୍ଭାବନ ସମ୍ପର୍କରେ 1839 ଅଗଷ୍ଟ 19 ତାରିଖରେ ଘୋଷଣା କରିଥିଲେ। ଏହାକୁ ସ୍ମରଣ କରି ପ୍ରତ୍ୟେକ ବର୍ଷ ଆଜିର ଦିନରେ ବିଶ୍ୱ ଫଟୋଗ୍ରାଫି ଦିବସ ପାଳନ କରାଯାଉଛି। ଚଳିତ ବର୍ଷର ବିଷୟବସ୍ତୁ ରହିଛି ହୋମ୍ ବା ଘର, ବ୍ୟକ୍ତିଗତ ସ୍ଥାନ, ସଂସ୍କୃତି, ଐତିହ୍ୟ ଏବଂ ଆତ୍ମଭାବନାକୁ ଏହି ପ୍ରସଙ୍ଗ ପ୍ରତିଫଳନ କରୁଛି। ଫଟୋଗ୍ରାଫି ମାଧ୍ୟମରେ ସମାଜର ପ୍ରତ୍ୟେକ ବର୍ଗ ସେମାନଙ୍କର ଇତିହାସକୁ ଖୋଜନ୍ତି ଓ ବୁଝନ୍ତି, କାରଣ ସେମାନଙ୍କ ପାଇଁ ଫଟୋଟି କିଛି ନା କିଛି ସ୍ୱତନ୍ତ୍ର ହୋଇଥାଏ। ଏକ କାହାଣୀକୁ ଗତିଶୀଳ କରିବା ଏବଂ ଏହାକୁ ସମ୍ପୂର୍ଣ୍ଣ କରିବାରେ ମଧ୍ୟ ଫଟୋ ଗୁରୁତ୍ୱପୂର୍ଣ୍ଣ ଭୂମିକା ନିର୍ବାହ କରିଥାଏ। ଏପରିକି ଫଟୋ ସାମ୍ବାଦିକତା ବର୍ତ୍ତମାନ ସମୟରେ ଏକ ଗୁରୁତ୍ୱପୂର୍ଣ୍ଣ କ୍ୟାରିୟର ଭାବେ ପ୍ରତିଷ୍ଠିତ ହୋଇପାରିଛି। ଗଣମାଧ୍ୟମ ସାମ୍ବାଦିକତାରେ ଫଟୋର ଗୁରୁତ୍ୱ ଅପରିସୀମ। ସତ୍ୟ ଘଟଣାକୁ ପ୍ରମାଣିତ କରିବା ଏବଂ ଘଟଣାସ୍ଥଳର ବାସ୍ତବ ଚିତ୍ର ପାଠକଙ୍କ ପାଖରେ ପହଞ୍ଚାଇବାରେ ଫଟୋ ସାମ୍ବାଦିକତା ସବୁଠାରୁ ବଡ଼ ତଥା ବିଶ୍ୱସନୀୟ ମାଧ୍ୟମ। ଡାଗୁଏରେ ଟାଇପ୍ ପ୍ରକ୍ରିୟାଠାରୁ ଆରମ୍ଭ କରି ବର୍ତ୍ତମାନର କୃତ୍ରିମ ବୁଦ୍ଧିମତ୍ତା ଆଧାରିତ ସ୍ମାର୍ଟଫୋନ୍ କ୍ୟାମେରା ପର୍ଯ୍ୟନ୍ତ ଫଟୋଗ୍ରାଫି ଏକ ବୈପ୍ଳବିକ ପରିବର୍ତ୍ତନ ଦେଇ ଗତି କରୁଛି। ତେବେ ଏହାର ମୂଳ ଉଦ୍ଦେଶ୍ୟ ଏବେ ମଧ୍ୟ ଅପରିବର୍ତ୍ତିତ ରହିଛି, ଅର୍ଥାତ୍ ଅଭିଜ୍ଞତା, ଆବେଗ, ଉତ୍କଣ୍ଠା, କୌତୂହଳ ଏବଂ ସୃଜନଶୀଳତାକୁ ଲେନ୍ସ ମାଧ୍ୟମରେ କଏଦ କରି ରଖିବା। ଭାବନା ଏବଂ ଆଲୋକ ମାଧ୍ୟମରେ ନିଜର ଆବେଗ ଏବଂ ସୌନ୍ଦର୍ଯ୍ୟକୁ ଜାଗ୍ରତ କରିବାର କଳା ହେଉଛି ଫଟୋଗ୍ରାଫି। ସେହିଭଳି ଇତିହାସ, ସଂସ୍କୃତି ଓ ପରମ୍ପରାକୁ ପିଢ଼ି ପରେ ପିଢ଼ି ସ୍ମରଣ କରାଇବାରେ ଏହା ଏକ ପ୍ରକୃଷ୍ଟ ମାଧ୍ୟମ। ସାମ୍ପ୍ରତିକ ପରିସ୍ଥିତିକୁ ସମୀକ୍ଷା କଲେ ସାମାଜିକ ସମସ୍ୟା, ପାରିପାର୍ଶ୍ୱିକ ପରିସ୍ଥିତି, ପରିବର୍ତ୍ତନ ଏବଂ ଯୁଦ୍ଧର କରାଳ ବିଭୀଷିକାକୁ ଲୋକଲୋଚନକୁ ଆଣିବାରେ ଫଟୋଗ୍ରାଫି ଏକ ବଳିଷ୍ଠ ମାଧ୍ୟମ ହୋଇଛି। ବ୍ୟକ୍ତିଗତ ଦୃଷ୍ଟିକୋଣକୁ ସାମାଜିକ ଚିନ୍ତାଧାରାରେ ପରିବର୍ତ୍ତନ କରିବାରେ ଏହା ଏକ ସହାୟକ ହୋଇଥାଏ। ଯଦିଓ ଫଟୋଗ୍ରାଫି ଏବେ ଏକ ବୃତ୍ତି ଭାବେ ମାନ୍ୟତା ଲାଭ କରିଛି, ତଥାପି ସମୟକୁ ବାନ୍ଧି ରଖିବାରେ ଏହା ହେଉଛି ଏକ ଅବିସ୍ମରଣୀୟ ମାଧ୍ୟମ। ଶିଶୁର ପ୍ରଥମ ହସଠାରୁ ଆରମ୍ଭ କରି ଜୀବନର ଶେଷ ମୁହୂର୍ତ୍ତ ପର୍ଯ୍ୟନ୍ତ ମନର ନିବୃତ୍ତ କୋଣରେ ଫଟୋ ସ୍ମୃତି ସାଇତି ରଖିଥାଏ। ଏକ ଉତ୍କୃଷ୍ଟ ଭାବନାତ୍ମକ ଫଟୋ ଦର୍ଶକଙ୍କୁ କେବଳ ସନ୍ତୋଷ ବା ଆତ୍ମତୃପ୍ତି ଦେଇନଥାଏ, ବରଂ ଚିତ୍ର ଉତ୍ତୋଳନକାରୀଙ୍କ ପାଇଁ ଅର୍ଥ ଉପାର୍ଜନର ଏକ ମାଧ୍ୟମ ମଧ୍ୟ ହୋଇଥାଏ। ଜଣେ ଫଟୋଗ୍ରାଫର ବା ଚିତ୍ର ଉତ୍ତୋଳନକାରୀ ନିଜର ଦୃଷ୍ଟିକୋଣ, ଚିନ୍ତାଧାରା ଏବଂ ସୃଜନଶୀଳତାକୁ ଏହା ମାଧ୍ୟମରେ ପ୍ରକାଶ କରିଥାଏ। ଜଣେ ସଫଳ ଫଟୋଗ୍ରାଫର ନିଜସ୍ୱ ଚେଷ୍ଟାରେ ସମାଜକୁ ସଚେତନ କରିବା, ପରିବର୍ତ୍ତନ ଆଣିବା ଏବଂ ସତ୍ୟକୁ ଉପସ୍ଥାପନ କରିବାରେ ଉଲ୍ଲେଖନୀୟ ଭୂମିକା ଗ୍ରହଣ କରିଥାଏ। ବିଭିନ୍ନ କ୍ଷେତ୍ରରେ ଫଟୋ ବିନା ଭାଷା ଏବଂ ବିନା ଶବ୍ଦରେ ଯାହା କହିଥାଏ, ତାହା ଅବର୍ଣ୍ଣନୀୟ ସାବ୍ୟସ୍ତ ହୋଇଥାଏ। ସାଂସ୍କୃତିକ ଏକତା, ସମ୍ପର୍କର ଦୃଢ଼ତାକୁ ଏହା ପରିପ୍ରକାଶ କରିଥାଏ। କ୍ୟାମେରା ଲେନ୍ସ ପଛ ପାଖରେ ଥିବା ଆଖିଟି ଯେତେବେଳେ କୌଣସି ଦୃଶ୍ୟକୁ କଏଦ କରେ, ସେତେବେଳେ ତାହା ଭବିଷ୍ୟତ ପାଇଁ ଇତିହାସ ପାଲଟିଯାଏ। ବିଶ୍ୱ ଫଟୋଗ୍ରାଫି ଦିବସ ଆମକୁ ସେହି ଫଟୋଗ୍ରାଫରମାନଙ୍କୁ ସମ୍ମାନ ଜଣାଇବାର ସୁଯୋଗ ଦିଏ, ଯେଉଁମାନେ ନିଜର ଧୈର୍ଯ୍ୟ ଓ ସୃଜନଶୀଳତା ବଳରେ ଆମ ପୃଥିବୀ ଏବଂ ପରିବେଶକୁ ନୂଆ ରୂପରେ ପ୍ରଦର୍ଶନ କରିଥାନ୍ତି।